ମାନେ ଓଡ଼ିଶାବାସୀଙ୍କର ହେଉଛି ଯାହା କହନ୍ତି ନୀତି କଂସା ପଖାଳ ସାଙ୍ଗରେ କିଏ ଅଭ୍ୟସ୍ତ ନାହାନ୍ତି। ଏମାନେ ଏମିତି କ'ଣ ତା ଦେହରେ କଲେ ଯେ ଆପଣଙ୍କର OTDC ତରଫରୁ ପଖାଳ ଦିବସରେ ବିରିୟାନୀ ଆଉ ପାଣି ୟାର ହେଉଛି ବିଲ୍ ଏବଂ ଯେଉଁ ଏଜେନ୍ସିକି ଦେଇଥିଲେ ଯେ ଆପଣଙ୍କର ଆସିକି ସେ କାର୍ଯ୍ୟକ୍ରମ ଆୟୋଜନ କରିବ ସେ ପାଖାପାଖି କୋଟି ଟଙ୍କା ନେଇକି ପାର। ଦେଖନ୍ତୁ ହରିଲୁଟ୍ ଚାଲିଛି, ଏ ଡବଲ ଇଞ୍ଜିନ୍ ନୁହେଁ, ଡବଲ ହରିଲୁଟ୍ ସରକାର। ଆପଣ ବୁଢ଼ା ବୁଢ଼ୀଙ୍କୁ ଭତ୍ତା ଦେଇପାରୁନାହାନ୍ତି, 3 ମାସ 4 ମାସ ଧରିକି ସେମାନେ ଅଫିସ ବାରଣ୍ଡା ଦୌଡ଼ି ଦୌଡ଼ି ନୟାନ୍ତେ ବୁଢ଼ା ବୁଢ଼ୀ ଭତ୍ତା ପାଉନାହାନ୍ତି। ପିଲାଙ୍କର ବହିରେ ନିମ୍ବୁଡ଼ା ଗୀତ ଆଣିକି ରଖୁଛନ୍ତି, ଘୁମର ଗୀତ ଆସୁଛି। ଏଠି ଆମର କୋଣାର୍କ ମନ୍ଦିରକୁ ଆଜି ପର୍ଯ୍ୟନ୍ତ ଆପଣ ଚିହ୍ନି ପାରିଲେ ନାହିଁ ଯେ କେଉଁ ହାମ୍ପିର ଚିତ୍ର ଆଣିକି ସେଠି ଥୋଇଛନ୍ତି। ଓଡ଼ିଶା ଗୋଟେ ଦେଶ କି ଓଡ଼ିଶା ଗୋଟେ ରାଜ୍ୟ ସେ କଥା ଗୋଟେ ସରକାର ଜାଣିନାହିଁ। ବ୍ରହ୍ମପୁର କେଉଁଠି ଆପଣ ଜାଣିପାରୁନାହାନ୍ତି। ତ ଆପଣ ଓଡ଼ିଶାରେ ଏ ଯେଉଁ ଆପଣ ଯାହାକୁ କହନ୍ତି ଫିଜୁଲ ଖର୍ଚ୍ଚ, ଏଭଳି ଖର୍ଚ୍ଚ କରିକି ଆପଣ କ'ଣ ଦର୍ଶାଇବାକୁ ଚାହାନ୍ତି? ଓଡ଼ିଶାର ଲୋକ ଆଜ୍ଞା ଭଲରେ ନାହାନ୍ତି। ମୋହନ ମାଝୀ ସରକାର କାନ ଖୋଲି ଶୁଣନ୍ତୁ, ଓଡ଼ିଶାର ସାଧାରଣ ଜନତା ସେମାନେ ଭଲରେ ନାହାନ୍ତି। ଆଉ ସେ ଭଲରେ ନାହାନ୍ତି ଏଇଥିପାଇଁ ଆମେ କହୁଛୁ ଯେ ଏକଥା ଆପଣଙ୍କର କାର୍ଯ୍ୟକଳାପ କହୁଛି। 5 କେଜି ମାଗଣା ଚାଉଳର ହିତାଧିକାରୀଙ୍କୁ ଆପଣ 5 ଜାଗାରେ ଆଉ 5 କେଜି ମାଗଣା ଚାଉଳ ଦେବା ପାଇଁ ବ୍ୟବସ୍ଥା କଲେ। ଅର୍ଥାତ୍ ଯେଉଁ ଲୋକମାନଙ୍କର 5 କେଜି ଚାଉଳ କିଣିକି ଖାଇବା ପାଇଁ ମାର୍କେଟରୁ ବଜାର ଦରରେ ଶକ୍ତି ନଥିଲା, ସେମାନଙ୍କୁ ଆପଣ ଆଉ 5 କେଜି ମାଗଣା ଦେବା ପାଇଁ ବ୍ୟବସ୍ଥା କଲେ। ଅର୍ଥାତ୍ ସେମାନେ ଗରିବ ଲୋକ। କେତେ ଲୋକ ପାଉଛନ୍ତି? ଯେତିକି ଲୋକ ପାଉଛନ୍ତି ଏ ଯେଉଁ ମାଗଣା ଚାଉଳର ହିତାଧିକାରୀ କୋଟି କୋଟି ଲୋକ, ସେମାନଙ୍କ ସଂଖ୍ୟା ଯଦି ଯାହା ଆପଣ ଦେଖୁଛନ୍ତି, ସେମାନଙ୍କର ଯେଉଁ ଅର୍ଥ ସରକାରୀ ପଇସା କାହାର କି? ଟିକସଦାତାଙ୍କର ପଇସା। ସେ ପଇସାକୁ ନେଇକରି ଆପଣ ଯେଉଁଭଳି ଭାବରେ ବିନିର୍ଭୟ କରୁଛନ୍ତି, ଇଏ ପର୍ବ ମହୋତ୍ସବ ଏଇ ଯେଉଁ ଚାଲିଛି ସରକାରୀ ସ୍ତରରେ, ସେ ତାକୁ ବନ୍ଦ କରନ୍ତୁ। ଲୋକଙ୍କ ପାଇଁ କିଛି କାମ କରନ୍ତୁ। ଯଦି ପାରୁନାହାନ୍ତି ଗାଦି ଛାଡ଼ି ଦିଅନ୍ତୁ। ନାଇଁ, ଗିନିଜ୍ ବୁକ୍ ୱାର୍ଲଡ ରେକର୍ଡ ତ ହେଇଗଲା ଯେତେବେଳେ ଓଡ଼ିଶାର ମହିଳା ହିଂସା ସର୍ବଭାରତୀୟ ସ୍ତରରେ 1 ନମ୍ବରରେ ପହଞ୍ଚିଲା। ପ୍ରତ୍ୟେକ ଦିନ ଆପଣ ଦେଖିବେ ଦୁଷ୍କର୍ମ ଗଣଦୁଷ୍କର୍ମ। ଗତକାଲି ରାୟଗଡ଼ାରେ ଗୋଟିଏ ଛୋଟ ପିଲା ମାଇନର ଗାର୍ଲ ରେପ୍ର ଶିକାର ହେଲା ପରେ ଆତ୍ମହତ୍ୟା କରିଦେଲା। ରାଉରକେଲାରେ ଗୋଟେ ଦିବ୍ୟାଙ୍ଗ ଯୁବତୀ ଚଳନ୍ତା କାରରେ ତାକୁ ଦୁଷ୍କର୍ମ କରାଯାଉଛି। ଆପଣ ଏଇ ଯେଉଁ ପ୍ରକାର ଦେଖିବେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସାରା ଓଡ଼ିଶାରେ ରାୟଗଡ଼ାରୁ ଯେଉଁ କଲ୍ୟାଣ ସିଂହପୁରର ଯେଉଁ ଭିଡ଼ ହିଂସା ହେଲା, ଯେଉଁମାନେ ଆସିଥିଲେ ଦିଲ୍ଲୀରୁ ରିସର୍ଚ୍ଚ ସ୍କଲାର ସବୁ କେଉଁ ବାର୍ତ୍ତା ନେଇକି ଗଲେ ଏବଂ ବିଶ୍ୱ ଦରବାରରେ ଓଡ଼ିଶାର ନାଁ କ'ଣ ପଡ଼ିଲା? କଥାରେ ଅଛି ବାଟରେ ଝାଡ଼ା କଲେ ନାଁ ପଡ଼େ, ଦେଉଳ ତୋଳିଲେ ବି ନାଁ ପଡ଼େ। ଓଡ଼ିଶା ସରକାର ଇଏ ବାଟରେ ଝାଡ଼ା କରିକି ନାଁ ଟିକି କରୁଛନ୍ତି। କ'ଣ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ ଆପଣ କରିବେ? ଆପଣ ପିଲାଙ୍କୁ ପାଠ ବହିରେ ଯେଉଁ ପାଠ ଦେଇଛନ୍ତି, ଆଇନଷ୍ଟାଇନ୍ କୁଆଡ଼େ ଜଣେ ପାଇଲଟ ଥିଲେ। ଏସବୁ ଉଦ୍ଭଟ କଥା କେଉଁଠୁ ପାଇଲେ ତାକୁ ତ ସଜାଡ଼ନ୍ତୁ। ଗୋଟେ ସରକାର ଭିତରେ ତାଳମେଳ ନାହିଁ। ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆସିଲେ କହିଲେ ବହି ଆମେ ନୂଆ ଦେଇଦେବୁ। ନିତ୍ୟାନନ୍ଦ ଗଣ୍ଡ କହୁଛନ୍ତି ବହି ଏଥର ନୂଆ ଦେଇ ହେବ ନାହିଁ, ସେଇ ପୁରୁଣା ବହି ପଢ଼ିବା, ଆମେ କିଛି ରାକ୍ଟିଫାଇ କରିକି ତାଙ୍କୁ ସ୍କୁଲ ବିଇଓଙ୍କୁ ଏବଂ ଟିଚରଙ୍କୁ ଯୋଗାଇ ଦେବୁ। ତାପରେ ସଚିବ ଆସୁଛନ୍ତି କହୁଛନ୍ତି ନା ନା ଆମେ ପୁରା ନୂଆ ବହି ଦେଇଦେବୁ। ବହି କେବେ ଆସିବ? ଏବେ ତ ଜୁଲାଇ ମାସ ହେଲାଣି, ସରିବାକୁ ବସିଲାଣି, ଅଧା ହେଲାଣି ଜୁଲାଇ ମାସ। ପିଲା ବହି ତ ମାନେ ତାକୁ ପ୍ରିଣ୍ଟ ହେଇକି ଆସିବା ପାଇଁ ହଉ ଜୁନ୍ ମାସ ସରିଗଲା, ଖରା ଛୁଟି ପରେ ଆପଣ ବହି ଦେଲେ। ଏବେ ପ୍ରିଣ୍ଟ କରିକି ବହି ଦେଲେ ତ ଅକ୍ଟୋବର ମାସ ସରିଯିବ, ପିଲାଙ୍କର ହାଫ୍ ଇୟରଲି ଏକ୍ଜାମ ଶେଷ। ପିଲା ପାଠ ପଢ଼ିବେ କ'ଣ ଛେନା ଗୁଡ଼? ଇଏ ଗୋଟେ ସରକାର ଚାଲିଛି। ଏମାନେ ୱାର୍ଲଡ ରେକର୍ଡ କରିବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ? କ'ଣ ଲାଜ ସରମ ଅଛି ଏଭଳି ସରକାରକୁ? ଏମାନେ କ'ଣ କରୁଛନ୍ତି ଏମାନେ ନିଜେ ଜାଣିପାରୁନାହାନ୍ତି। ଓଡ଼ିଆ अस्मिताକୁ ଦଳି ଚକଟି ନଷ୍ଟ କରିସାରିଲେଣି। ଆଗରୁ ତାମିଲ ଶାସନ ଚାଲିଥିଲା, ଏବେ ଗୁଜୁରାଟୀଙ୍କ ଶାସନ ଚାଲିଛି। ଶାସନ ଦିଲ୍ଲୀରୁ ନିୟନ୍ତ୍ରଣ ହେଉଛି। ଏମାନଙ୍କର କିଛି କଣ୍ଟ୍ରୋଲ ନାହିଁ। କେହି ଦେଖିବାକୁ ନାହାନ୍ତି, କେହି ପରଖିବାକୁ ନାହାନ୍ତି। ପୋଲିସ ପ୍ରଶାସନ ଉପରେ ଖୋଦ୍ ମୁଖ୍ୟମନ୍ତ୍ରୀ, ଗୃହ ବିଭାଗର ମନ୍ତ୍ରୀ, ତାଙ୍କର ଗ୍ରିପ୍ ନାହିଁ। ଭିଡ଼ ହିଂସା ଯେଉଁ ପ୍ରକାର ବଢ଼ୁଛି, ଏଠି ଆମେ କହିବାକୁ ଲାଜ ଲାଗୁଛି। ଓଡ଼ିଶା ଗୋଟେ ଶାନ୍ତିପ୍ରିୟ ରାଜ୍ୟ। ଏଭଳି ଭିଡ଼ ହିଂସା ଆମେ କେବେ ପିଲାଦିନ ଆମେ ଦେଖିନଥିଲୁ। ଆଜି ପର୍ଯ୍ୟନ୍ତ ଆଜି ଯାହା ହେଉଛି ରାସ୍ତାରେ ଘାଟରେ ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଯାହା ହେଉଛି, ଏସବୁ ଘଟଣା ଦୁଃଖ ଦେଉଛି ଏମାନଙ୍କୁ। ଏମାନଙ୍କର କିଛି ନିଘା ନାହିଁ। ଏମାନେ ୱାର୍ଲଡ ରେକର୍ଡ କରିବେ। देश विदेश कोण अनुकोणर टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु, लाइक, शेयर और सब्सक्राइब करने को आद्यम भूलंतुनी।